ନୀଳଗିରି ଗୋଟେ ଏମିତି ସ୍ଥାନ ଯାହା ବାଲେଶ୍ୱରର ହୃତ୍ସ୍ପନ୍ଦନ। ଇତିହାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ନୀଳଗିରି ନିଜକୁ ସବୁବେଳେ ସ୍ୱତନ୍ତ୍ର କରିଆସୁଛି ମଧ୍ୟ। ରାଜତନ୍ତ୍ର କାଳରେ ଶ୍ରେଷ୍ଠ ରାଜତ୍ୱ ଏବଂ ଗଣତନ୍ତ୍ର କାଳରେ ଅନନ୍ୟ ଗଣତନ୍ତ୍ର ଶାସନ ପାଇଁ ନୀଳଗିରି ଚର୍ଚ୍ଚିତ। ନୀଳଗିରି କଥା ମନକୁ ଆସିଲେ ଆଖି ଆଗରେ ଭାସି ଉଠେ ଗୋଟିଏ ଚିତ୍ର, ନୀଳଗିରି ରାଜପ୍ରସାଦ। ହଁ ଆଜ୍ଞା, ଏଇ ରାଜପ୍ରସାଦ ବଙ୍ଗୀୟ କଳାକୃତି ଓ କୁଶଳୀ କାରିଗରଙ୍କ ମାନସ ସନ୍ତାନ ଭାବରେ ଆଜି ନୀଳଗିରି ରାଜପ୍ରସାଦ ଦଣ୍ଡାୟମାନ, ଯାହା ବର୍ତ୍ତମାନ ଭଗ୍ନପ୍ରାୟ, ତଥାପି ଇତିହାସର ଶୋଭାବର୍ଦ୍ଧକ। ବର୍ତ୍ତମାନ ଆମେ ଯାଉଛୁ ନୀଳଗିରିର ବାମ୍ଫି ପାଖକୁ। ଇତିହାସ କହେ ଏହି ବାମ୍ଫିରେ ହିଁ ରାଣୀ ସ୍ନାନ କରି ଇଷ୍ଟଦେବଙ୍କୁ ଦର୍ଶନ ପାଇଁ ଯାଉଥିଲେ ଏବଂ ଏହି ବାମ୍ଫି ହିଁ ଇତିହାସର ଗାଥା ଗାଉଛି। Nilgiri state was founded by a mythical ancestor coming from the Chota Nagpur region of the Nagabanshi dynasty. In 1525, Raja Narayan Singh distinguished himself by his service to Emperor Akbar in the battles against Afghan invaders. Between 1611 and 1797, there were 7 successive rulers. During the rule of Raja Krishna Chandra Mardraj Harichandan in 1850s, he adopted the son of the Banj king of Mayurbhanj, Krishna Chandra Banj Deo, who succeeded as the ruler of Nilgiri as Raja Shyamchandra Mardraj Harichandan in 1893. During the time of the political integration of India, freedom fighters such as Balaram Raj, Shyamsundar Parida, Kailash Chandra Mohanty, Banamali Das, Vaishnav Patnaik and Nanda Kishore Patnaik forced the last Raja of Nilgiri to surrender to the newly formed Indian national government. ଇତିହାସ କହେ 1950 ଦଶକରେ ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦ ହରିଚନ୍ଦନଙ୍କ ଶାସନ କାଳରେ ସେ ମୟୂରଭଞ୍ଜ ରାଜାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କୁ ଗ୍ରହଣ କରିଥିଲେ। ସେବେଠାରୁ କୃଷ୍ଣଚନ୍ଦ୍ର ଭଞ୍ଜଦେଓ ମହାରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦ ହରିଚନ୍ଦନଙ୍କ ଉତ୍ତରାଧିକାରୀ ଭାବରେ ନୀଳଗିରିର ଶାସକ ହୋଇଥିଲେ। ଏହା ପରେ ପରେ ନୀଳଗିରିର ସମସ୍ତ ଶାସନ ଭାର କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଅଧୀନସ୍ଥ ହୋଇଥିଲା ଏବଂ ନୀଳଗିରିର ସମସ୍ତ ରାଜକାର୍ଯ୍ୟ କୃଷ୍ଣଚନ୍ଦ୍ର ଭଞ୍ଜଦେଓ ହିଁ ତୁଲାଇଥିଲେ। ଏହା ହେଉଛି ନୀଳଗିରିର ରାଜପାରିଷଦ, ଯାହା ବର୍ତ୍ତମାନ ଭଗ୍ନପ୍ରାୟ। ନୀଳଗିରି ରାଜପ୍ରସାଦ ରାଣୀ ସୁମିତ୍ରା ଦେବୀଙ୍କ ଦ୍ୱାରା ଇଂରେଜ ଶାସନ କାଳରେ ହିଁ ନିର୍ମାଣ କରାଯାଇଥିଲା। ନୀଳଗିରି ରାଜପ୍ରସାଦ ପରେ ପରେ ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଏହାର କଳେବର ବୃଦ୍ଧି କରିଥିଲେ। ଇଂରେଜ ସ୍ଥାପତ୍ୟରେ ଏହା ନିର୍ମିତ ଏବଂ ଶ୍ରୀ ରାମଚନ୍ଦ୍ରଙ୍କୁ ଇଂରେଜମାନେ ହିଁ ମହାରାଜ ଉପାଧି ଦେଇଥିଲେ। ପ୍ରଥମରୁ ହିଁ ମୁଁ କହିଛି କି ରାଜପ୍ରସାଦର କଳାକୃତି ବଙ୍ଗୀୟ କଳାକୃତି ଓ ବଙ୍ଗୀୟ କାରିଗରମାନଙ୍କର ମାନସ ସନ୍ତାନ, ଅର୍ଥାତ୍ ବଙ୍ଗୀୟ କାରିଗରମାନଙ୍କ ଦ୍ୱାରା ରାଜପ୍ରସାଦର ନିର୍ମାଣ ହୋଇଥିଲା। ସେଥିନିମିତ୍ତ ବଙ୍ଗୀୟ କଳାକୃତିର ନିଦର୍ଶନ ଦେଖିବାକୁ ମିଳେ ନୀଳଗିରି ରାଜପ୍ରସାଦରେ। ଖୁବ୍ ସୁନ୍ଦର କାରୁକାର୍ଯ୍ୟ ଏବଂ ନିଖୁଣ ଭାବରେ ହୋଇଥିବା କାରୁକାର୍ଯ୍ୟ ଆଜି ମଧ୍ୟ ଇତିହାସର ଗର୍ଭରେ ନୀଳଗିରିକୁ ପ୍ରତିପାଦନ କରେ ଏବଂ ନୀଳଗିରିକୁ ଶୋଭାମଣ୍ଡିତ କରେ।
ବଙ୍ଗୀୟ କଳାକୃତିର ଅନ୍ୟ ଏକ ଉଦାହରଣ ହେଉଛି ଏହି ପାହାଚ। ନୀଳଗିରି ରାଜପ୍ରାସାଦରେ ଯାହା ଆଜି ମଧ୍ୟ କାର୍ଯ୍ୟରତ, ଅର୍ଥାତ୍ ଆଜି ମଧ୍ୟ ନୀଳଗିରି ରାଜପ୍ରାସାଦରେ ଏହି ପାହାଚର ସାହାଯ୍ୟରେ ତଳମହଲାରୁ ଉପର ମହଲାକୁ ଯିବା ଆସିବା ହୋଇପାରୁଛି, ଯାହା ବଙ୍ଗୀୟ କଳାକୃତି ଏବଂ ବଙ୍ଗୀୟ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ନୀଳଗିରି ରାଜପ୍ରାସାଦରେ ଅନେକ ବସ୍ତୁ ସୁରଙ୍ଗୀ ରାଜପ୍ରାସାଦ, ଡମପଡ଼ା ଓ ଆଠମଲ୍ଲିକର ବୋଲି କୁହାଯାଏ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ନୀଳଗିରି ସହ ଡମପଡ଼ା ଓ ଆଠମଲ୍ଲିକର ସମ୍ପର୍କ ଥିଲା। ପ୍ରକୃତରେ ମନୋଜ ମଞ୍ଜରୀ ଦେବୀଙ୍କୁ ଆଠମଲ୍ଲିକ ରାଜା କନ୍ୟା ଭାବେ ଗ୍ରହଣ କରିଥିଲେ। ସେଥିନିମିତ୍ତ ଆଠମଲ୍ଲିକ ଏବଂ ନୀଳଗିରିର ଅନେକ ସମ୍ପର୍କ ରହିଛି। କୀର୍ତ୍ତିଚନ୍ଦ୍ର ଦେଓଙ୍କ ପରେ ମନୋଜ ମଞ୍ଜରୀ ଦେବୀ ହିଁ ନୀଳଗିରିର ଉତ୍ତରାଧିକାରୀ ଭାବରେ ହେଲେ, ଯିଏକି ଜାତୀୟ କଂଗ୍ରେସ ତରଫରୁ ମଧ୍ୟ ପ୍ରତିନିଧିତ୍ୱ କରିବାର କଥା ଦୃଷ୍ଟାନ୍ତ ଅଛି। ସମୟ ଅତିକ୍ରାନ୍ତ ହେବା ସହ ସହ ନୀଳଗିରି ରାଜପ୍ରାସାଦ ଆଜି ଭଗ୍ନ ଏବଂ ରୁଗ୍ନପ୍ରାୟ। ଏଥିନିମିତ୍ତ ପ୍ରଶାସନର କୌଣସି ଦୃଷ୍ଟି ନାହିଁ ଏବଂ ରାଜପରିବାରର କୌଣସି ହସ୍ତକ୍ଷେପ ମଧ୍ୟ ନାହିଁ, ଯାହା ଖୁବ୍ ଦୁଃଖଦ। ସମୟ ବା କାଳଗର୍ଭରେ ଆଗକୁ ନୀଳଗିରି ରାଜପ୍ରାସାଦ ଯେ ଲୀନ ହୋଇଯିବ ତା କିଏ ବା କହିପାରିବ। ସେଥିନିମନ୍ତ ନୀଳଗିରି ରାଜପ୍ରାସାଦର ପୁନରୁଦ୍ଧାର କାର୍ଯ୍ୟ ନିହାତି ହେବା ଆବଶ୍ୟକ ଏବଂ ପର୍ଯ୍ୟଟକ ଏବଂ ଶୁଭାକାଂକ୍ଷୀମାନଙ୍କ ପାଇଁ ଏହା ଖୁବ୍ ଆଦରଣୀୟ ବସ୍ତୁ ଭାବରେ, ଆଦରଣୀୟ ମହଲଟିଏ ଭାବରେ ରହିବା ଆବଶ୍ୟକ।